ବନ୍ଧୁଗଣ ଆମେ ଶ୍ରୀମଦ୍ ଭଗବତ ଗୀତାର ପ୍ରଥମ ଅଧ୍ୟାୟ ସାରିଥିଲେ। ଏବେ ଶ୍ରୀମଦ୍ ଭଗବତ ଗୀତାର ଦ୍ୱିତୀୟ ଅଧ୍ୟାୟ ଆରମ୍ଭ କରିବା। ଏହି ଅଧ୍ୟାୟର ନାଁ ହେଉଛି ସାଂଖ୍ୟ ଯୋଗ। ଏହି ଅଧ୍ୟାୟରେ ଶ୍ରୀକୃଷ୍ଣ ଅର୍ଜୁନଙ୍କୁ ଜୀବନର ସତ୍ୟ ବିଷୟରେ ବୁଝାଇଛନ୍ତି। ଏବେ ସାଂଖ୍ୟ ଯୋଗର ପ୍ରଥମ ଅବସ୍ଥାକୁ ଯିବା। ପ୍ରଥମ ଅବସ୍ଥା ହେଉଛି ଅର୍ଜୁନଙ୍କର ଦୁର୍ବଳତା। ଅର୍ଜୁନ ଯୁଦ୍ଧ କରିବାକୁ ଭୟ କରୁଛନ୍ତି। ଯେମିତିକି ଆମେ ପ୍ରଥମ ଅଧ୍ୟାୟରେ ପଢ଼ିଥିଲେ କି ଅର୍ଜୁନ କେମିତି ନିଜର ସ୍ଥିତି ବର୍ଣ୍ଣନା କରୁଛନ୍ତି। ମୁହଁ ଶୁଖି ଯାଉଛି, ହାତ ଥରୁଛି, ଆଉ ସେ ଭାବୁଛନ୍ତି ନିଜ ଲୋକଙ୍କୁ ମାରିବା ପାପ। କିନ୍ତୁ ସେ ଏହା ଭାବୁନାହାନ୍ତି କି ନିଜ ଲୋକମାନେ ତାଙ୍କ ସହିତ କିପରି ଅନ୍ୟାୟ କରିଛନ୍ତି। ତେଣୁ ସେ ଯୁଦ୍ଧ କରିବାକୁ ଭୟ କରୁଛନ୍ତି। ସେ ଭାବୁଛନ୍ତି ନିଜ ପରିବାର ଲୋକଙ୍କୁ ମାରିବା ପାପ। ଶ୍ରୀକୃଷ୍ଣ କହିଛନ୍ତି ତାଙ୍କୁ। ସେହି ସମୟରେ ଶ୍ରୀକୃଷ୍ଣ ଯେତେବେଳେ ସାଂଖ୍ୟ ଯୋଗ ଆସିଲା, ଶ୍ରୀକୃଷ୍ଣ ତାଙ୍କୁ କହିବା ଆରମ୍ଭ କରୁଛନ୍ତି, ଅର୍ଜୁନ ତୁମକୁ ଏପରି ଦୁର୍ବଳତା ଶୋଭା ପାଉନାହିଁ। ଅର୍ଜୁନ ଜଣେ ମହାବୀର। ଅର୍ଜୁନ ଜଣେ ଭଲ ଧନୁର୍ଦ୍ଧାରୀ ଯୋଦ୍ଧା। ଯଦି ଜଣେ ଏତେ ଟ୍ରେନିଂ ନେଲା ପରେ, ଏତେ ପ୍ରମ୍ପ୍ଟ ହେଲା ପରେ ନିଜ କର୍ମକ୍ଷେତ୍ର ଭିତରେ ଯଦି ସେ ଭୟ କରିବ, କର୍ମ କରିବାକୁ ଡରିବ, ତେବେ ଏସବୁର ଲାଭ କ'ଣ ଆସିବ? ତେବେ ଏତେ ସବୁ ପ୍ରାକ୍ଟିସର ଲାଭ କ'ଣ ରହିବ? ସେଥିପାଇଁ ଶ୍ରୀକୃଷ୍ଣ ଅର୍ଜୁନଙ୍କୁ ଏହି ବାକ୍ୟରୁ ଆରମ୍ଭ କରୁଛନ୍ତି, ଅର୍ଜୁନ ତୁମକୁ ଏପରି ଭୟଭୀତ ହେବା ଦେଖି ବିଲକୁଲ ଶୋଭା ପାଉନି। ଶ୍ରୀକୃଷ୍ଣ ଅର୍ଜୁନଙ୍କୁ ବହୁତ ସାରା ବୁଝେଇଛନ୍ତି। ତା ଭିତରେ କିଛି ଏମିତି ଦିବ୍ୟ ଜ୍ଞାନ ମୋତେ ଦେଇଛନ୍ତି ଯାହା କେବଳ ଅର୍ଜୁନର ନୁହେଁ, ସମସ୍ତ ମଣିଷ ଜାତିକି ଆବଶ୍ୟକ। ଯେମିତି ପ୍ରଥମ, ଆତ୍ମା ଅମର। ଶ୍ରୀକୃଷ୍ଣଙ୍କର ଅର୍ଜୁନଙ୍କ ପ୍ରତି ଗୋଟେ ଶିକ୍ଷା ଥିଲା, ଆତ୍ମା ଅମର, ସୋଲ୍ ଇଜ୍ ଇମୋର୍ଟାଲ। ଆତ୍ମା କେବେ ମରେନି। ଶରୀର ମରେ କିନ୍ତୁ ଆତ୍ମା ନୁହେଁ। ଯେମିତି ଆମେ ପୁରୁଣା ବସ୍ତ୍ର ବଦଳାଉଛେ, ସେମିତି ଆତ୍ମା ଏକ ଶରୀର ଛାଡ଼ି ଅନ୍ୟ ଏକ ଶରୀରକୁ ଧାରଣ କରୁଛି। ଏହାର ଅର୍ଥ ହେଉଛି କ'ଣ? ଶ୍ରୀକୃଷ୍ଣ ଏହା ବତେଇବାକୁ ଚାହୁଁଛନ୍ତି, ଏହା ଜଣାଇବାକୁ ଚାହୁଁଛନ୍ତି କି ମୃତ୍ୟୁ ତ କେବଳ ଶରୀରର ହୋଇଥାଏ, ଆତ୍ମାର ନୁହେଁ। ଯେପରି ଆମେ ଯେମିତି ପୋଷାକ ପରିବର୍ତ୍ତନ କରୁଛେ, ଯେମିତି ପ୍ରତ୍ୟେକ ଦିନ ଆମେ ନୂଆ ନୂଆ ଡ୍ରେସ୍ ପିନ୍ଧୁଛେ, ଆମେ ଡ୍ରେସ୍ ବଦଳାଉଛେ, କପଡ଼ା ବଦଳାଉଛେ, କିନ୍ତୁ ଆମେ ନିଜେ ବଦଳୁଛେ କି? ଆମେ ନିଜେ ବଦଳୁନେ। ଠିକ୍ ସେହିପରି ଆତ୍ମା ଶରୀର ବଦଳାଉଛି, କିନ୍ତୁ ସେ ନିଜେ ସ୍ଥିର, ନିଜେ ସର୍ବଦା ନୂତନ, ନିଜେ ସର୍ବଦା ଅଜନ୍ମା। ତାର କେବେ ମୃତ୍ୟୁ ହୁଏନି, ତାର କେବେ ଜନ୍ମ ନାହିଁ, କି ତାର କେବେ ମୃତ୍ୟୁ ବି ହୁଏନି। ଯେପରି ଏକ ବେଲୁନକୁ ଆମେ ଯଦି ଫୁଙ୍କିବା, ବେଲୁନର ଆକାର ଧୀରେ ଧୀରେ ବଡ଼ ହେବ, ବେଲୁନ ଫୁଲିବାକୁ ଲାଗିବ, କିନ୍ତୁ ବେଲୁନ ମଧ୍ୟରେ ଏକ ଶୂନ୍ୟ ସ୍ଥାନ ରହିବ, କିଛି ପବନ ରହିବ। ଯଦି ସେଇ ପବନ ନିଜକୁ ବେଲୁନ ଭାବେ, ଯଦି ସେ ପବନ କହିବ ମୁଁ ଶୂନ୍ୟ ସ୍ଥାନ ନୁହେଁ, ମୁଁ ବେଲୁନ, ତେବେ ଏହା କ'ଣ ସତ୍ୟ ପାଇଁ ଉଦ୍ଦିଷ୍ଟ ହେବ କି? କେବେ ନୁହେଁ। କାରଣ ସତ୍ୟ ହେଉଛି ଅଲଗା। ସତ୍ୟ ହେଉଛି ଏହା, ବେଲୁନ ମଧ୍ୟରେ ସେଇ ଗ୍ୟାସ୍ ଅଛି ବୋଲି, ସେଇ ପବନ ଅଛି ବୋଲି ସେ ବେଲୁନ ଏକ ଆକାର ଧାରଣ କରିଛି। କିନ୍ତୁ ସେ ବେଲୁନ ମଧ୍ୟରେ ଥିବା ପବନକୁ ଏହା ଜଣା ନାହିଁ ବାହାରେ ଏକ ବିଶାଳ ଶୂନ୍ୟ ସ୍ଥାନ ଅଛି, ବାହାରେ ଏକ ବିଶାଳ ସ୍ପେସ୍ ଅଛି, ତାର କୌଣସି ସୀମା ନାହିଁ, ତାର କୌଣସି ଆକାର ନାହିଁ। କିନ୍ତୁ ଏହି ଆକାର, ବେଲୁନର ଆକାରବଦ୍ଧ ହୋଇଥିବା ସେଇ ଗ୍ୟାସଟି, ସେଇ ପବନଟି ଏହା ଭାବୁଛି କି ମୁଁ ବେଲୁନ। ଯଦି ଆମେ ସେଇ ବେଲୁନକୁ ଫୁଟେଇ ଦେବା, ତେବେ
ସେ ଯେଉଁ ଭିତରେ ଥିବା ପବନ, ସେ ଭିତରେ ଥିବା ଗ୍ୟାସ୍, ତାକୁ କ'ଣ ଆମେ ଭିନ୍ନ କରିପାରିବା? ତାକୁ କ'ଣ ଆମେ ବିଚ୍ଛେଦ କରିପାରିବା ବାହ୍ୟ ଶୂନ୍ୟ ଠାରୁ, ବାହାର ପବନ ଠାରୁ? କେବେ ନୁହେଁ। ଆମେ ସମୁଦ୍ର କୂଳକୁ ଯାଇଛନ୍ତି, ଯଦି ଆମେ ଗ୍ଲାସରେ ସମୁଦ୍ରରୁ ଗୋଟେ ଗ୍ଲାସ ପାଣି କାଢ଼ି ଆଣିବା, ତେବେ ମୋତେ କୁହନ୍ତୁ କ'ଣ ଫରକ ସମୁଦ୍ର ପାଣି ଆଉ ଗ୍ଲାସ ପାଣି ଭିତରେ? କିନ୍ତୁ ଯଦି ଗ୍ଲାସରେ ଥିବା ପାଣି ଏହା ଭାବିବ କି ମୁଁ ମାତ୍ର ଗ୍ଲାସର ଗୋଟେ ପାଣି, କେବଳ ମୁଁ ଗ୍ଲାସ ପାଣି, ଆଉ କିଛି ନୁହେଁ, ସେ ଯଦି ଏହି ଜ୍ଞାନକୁ ଭୁଲିଯାଏ ମୁଁ ସମୁଦ୍ରରୁ ଅଣାଯାଇଛି, ମୁଁ ଗୋଟିଏ ସମୁଦ୍ରର ମାତ୍ର ଛୋଟିଆ ଅଂଶ, ତେବେ ଏହା ହିଁ ଅହଙ୍କାର, ଏହା ହିଁ ଅଜ୍ଞାନତା। ଯେପରି ବେଲୁନ ଭିତରେ ଥିବା ପବନ ଭୁଲି ଯାଇଥିଲା ବାହାରର ପବନ। ସେ ଭୁଲି ଯାଇଥିଲା ବାହାରେ ଯେଉଁ ପବନ ଅଛି ମୁଁ ସେଇ ପବନ। ମୁଁ କେବଳ এই ବେଲୁନ ମାଧ୍ୟମରେ ରହି ନିଜକୁ ଅନୁଭବ କରୁଛି। ଯେପରି ଗ୍ଲାସ ଭୁଲିଗଲା, ସେ ଗ୍ଲାସ ଭିତରେ ଥିବା ପାଣି ଭୁଲିଗଲା କି ମୁଁ ସମୁଦ୍ର, ମୁଁ ଗ୍ଲାସ ଭିତରେ ରହି ନିଜକୁ ଅନୁଭବ କରୁଛି। ସେହିପରି ମଣିଷ ଶରୀର ଭିତରେ ଆତ୍ମା ରହି ନିଜକୁ ଅନୁଭବ କରୁଛି। ଆତ୍ମା ସର୍ବତ୍ର, ଆତ୍ମା ବାହାରେ ଅଛି, ଆତ୍ମା ସୂର୍ଯ୍ୟରେ ଅଛି, ଚନ୍ଦ୍ରରେ ଅଛି, ଆତ୍ମା ଆକାଶରେ ଖସୁଥିବା ବର୍ଷାରେ ଅଛି, ଆତ୍ମା ଭୂମି ରୂପରେ ଅଛି, ଆତ୍ମା ଗଛ ରୂପରେ ଅଛି, ଆତ୍ମା ପ୍ରତ୍ୟେକ ପ୍ରାଣୀ ଶରୀରରେ ଅଛି। କିନ୍ତୁ ମଣିଷ ନିଜକୁ ଶରୀର ବୋଲି ଭାବୁଛି, ଏହା ହିଁ ଅଜ୍ଞାନତା। ମଣିଷ ନିଜକୁ ଦେହ ଭାବରେ ଯୋଡ଼ି ଦେଇଛି, ଏହା ହିଁ ଅହଙ୍କାର। ଯଦି ଆମେ ସେଇ ଗୋଟେ ଗ୍ଲାସ ପାଣିକି ସମୁଦ୍ରରେ ପୁନର୍ବାର ଢାଳି ଦବା, ତେବେ କ'ଣ ସେଇ ଗୋଟେ ଗ୍ଲାସ ପାଣିକୁ ତୁମେ ପୁଣି ଥରେ ଖୋଜି ପାରିବ? ନା। ସେତେବେଳେ ସେଇ ପାଣି ସମୁଦ୍ରରେ ପଡ଼ି ନିଜକୁ ସମୁଦ୍ର ବୋଲି ଅନୁଭବ କରିବ, ଯୋଉଠି ସେ ନିଜକୁ ଗୋଟେ ଛୋଟିଆ ପାତ୍ର ଭିତରେ ରଖି ଭାବୁଥିଲା ମୁଁ ମାତ୍ର ଗୋଟେ ଗ୍ଲାସ ପାଣି। ମଣିଷ ମୃତ୍ୟୁ ଠାରୁ ଦୂରଉଛି, ମୃତ୍ୟୁକୁ ଭୟ କରୁଛି, ଏହା ସ୍ୱାଭାବିକ। ମୃତ୍ୟୁକୁ କିଏ ବା ନ ଡରେ? ଯେପରି ବେଲୁନ ଭିତରେ ଥିବା ପବନ ଏହା ଭୁଲି ଯାଇଥିଲା କି ବାହାରେ ଏକ ବିଶାଳ ଶୂନ୍ୟ ସ୍ଥାନ ଅଛି। ସେ ଏହା ଭୁଲି ଯାଇଥିଲା କି ସିଏ ସେଇ ଏକ ମହାଶୂନ୍ୟର ଅଂଶ। ସେ ନିଜକୁ ବେଲୁନ ଭାବୁଥିଲା। ଠିକ୍ ସେହିପରି ମଣିଷ ମଧ୍ୟ ସେ ଜ୍ଞାନକୁ ଭୁଲି ଯାଇଛି। ମଣିଷ ମଧ୍ୟ ଭୁଲି ଯାଇଛି କି ସେ ଏକ ମହାଶକ୍ତିର ଅଂଶ, ଏକ ମହାନ ଆତ୍ମାର ଛୋଟିଆ କଣିକା। ସେ ନିଜକୁ ଦେହ ଭାବି ଦେଇଛି। ସେଥିପାଇଁ ସେ ମୃତ୍ୟୁ ଠାରୁ ପ୍ରତ୍ୟେକ ମୁହୂର୍ତ୍ତରେ ବଞ୍ଚିବାକୁ ଚାହୁଁଛି। ସେ ମୃତ୍ୟୁ ଠାରୁ ପ୍ରତ୍ୟେକ ମୁହୂର୍ତ୍ତରେ ନିଜକୁ ଲୁଚେଇବାକୁ ଚାହୁଁଛି। ମଣିଷ ବହୁତ ଚାଲାକ। ଯେତେବେଳେ ମଣିଷ ତାର 35 ବର୍ଷ ବୟସରେ ଆସି ପହଞ୍ଚେ, ସେତେବେଳେ ସେ ତା ଜୀବନର ମଧ୍ୟ ଅବସ୍ଥାରେ ପହଞ୍ଚିଥାଏ। ଅର୍ଥାତ୍ ତା ଜୀବନ ରୂପୀ ଦିନର 2 ପ୍ରହରରେ ଆସି ସେ ପହଞ୍ଚି ଯାଇଥାଏ। ସେହି ସ୍ଥାନରୁ ତା ସକାଳକୁ ଯେତିକି ବାଟ, ତା ସନ୍ଧ୍ୟାକୁ ମଧ୍ୟ ସେତିକି ବାଟ। କିନ୍ତୁ ପ୍ରତ୍ୟେକ ମୁହୂର୍ତ୍ତରେ ଜୀବନର ସୂର୍ଯ୍ୟ ଅସ୍ତ ହେବାକୁ ଯାଉଥାଏ। ଅର୍ଥାତ୍ ମଣିଷ ଧୀରେ 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 ମୃତ୍ୟୁ ଆଡ଼କୁ ଗତି କରିଥାଏ। କିନ୍ତୁ ଏହି ମଣିଷ ଏହା ବୁଝିବା ପାଇଁ ନାରାଜ। ଏହା ବୁଝିବା ପାଇଁ ନାରାଜ କି ଜୀବନ ଧୀରେ ଧୀରେ ମୃତ୍ୟୁ ଆଡ଼କୁ ଯାଉଛି। ସେ ଏହାକୁ ଗ୍ରହଣ କରିବା ବଦଳରେ ସେ କେମିତି ମୃତ୍ୟୁ ଠାରୁ ବଞ୍ଚିବ ଏହାର ପ୍ରିପାରେସନ କରିବା ଆରମ୍ଭ କରିଦିଏ, ଏହାର ପ୍ରସ୍ତୁତି କରିବା ଆରମ୍ଭ କରିଦିଏ। ସେଥିପାଇଁ ଯେତେ ସବୁ ରୋଗ 35 ରୁ 40 ବର୍ଷ ଭିତରେ ହେଇଯାଏ, କାହିଁକି ନା ସେ ମୃତ୍ୟୁ ସହିତ ଲଢ଼େ। ଭାଇ, ମୃତ୍ୟୁ ଠାରୁ କିଏ ବଞ୍ଚିଛି? ଆଜି ପର୍ଯ୍ୟନ୍ତ ମୃତ୍ୟୁ ଠାରୁ
କିଏ ବା ବଞ୍ଚିଛି? କେହି ନୁହେଁ। ଯଦି ସେ ମୃତ୍ୟୁ ଠାରୁ ବଞ୍ଚିବା ପାଇଁ ସଂଘର୍ଷ କରିବା ଭୁଲି ଯଦି ସିଏ ଗୋଟିଏ ଜିନିଷ କରିଦବ, ଯଦି ସିଏ ମାନି ନବ କି ମୁଁ ଜନ୍ମ ହେଇଛି ମୁଁ ମରିବି, ଯଦି ସେ ଗ୍ରହଣ କରିନେଲା, ଆକ୍ସେପ୍ଟ କରିନେଲା ଏଇ ସତ୍ୟ, ତେବେ ତା ଜୀବନ ମୃତ୍ୟୁ ନୁହେଁ, ତା ଜୀବନ ଉତ୍ସବ ହେଇଯିବ। ପ୍ରତ୍ୟେକ ମୁହୂର୍ତ୍ତରେ ସେ ତା ଜୀବନକୁ ବଞ୍ଚି ପାରିବ, ପ୍ରତ୍ୟେକ ମୁହୂର୍ତ୍ତରେ ସେ ଖୁସି ରହିବ, ପ୍ରତ୍ୟେକ ମୁହୂର୍ତ୍ତରେ ସେ ବର୍ତ୍ତମାନରେ ରହିବ। ମଣିଷର ଗୋଟିଏ ବହୁତ ବଡ଼ ଭୁଲ ହେଉଛି, ସେ ନିଜକୁ ଶରୀର ମନେ କରୁଛି, ଈଶ୍ୱରଙ୍କୁ ବାହାରେ ଖୋଜୁଛି। କିନ୍ତୁ ବାସ୍ତବିକ ସତ୍ୟ ହେଉଛି ଈଶ୍ୱର ତୁମେ ନିଜେ। ଯେଉଁ ଈଶ୍ୱରକୁ ତୁମେ ମନ୍ଦିରରେ ଖୋଜୁଛ, ମସଜିଦରେ ଖୋଜୁଛ, ଚର୍ଚ୍ଚରେ ଖୋଜୁଛ, ସେ ଈଶ୍ୱର ଆଉ କେଉଁଠି ନାହାନ୍ତି। ସେ ଈଶ୍ୱର ତୁମରି ଭିତରେ ରହି ତୁମ ମନର ସମସ୍ତ ଭାବନାକୁ ଦେଖୁଛି। ତୁମେ ଅଜ୍ଞାନର ଅନ୍ଧକାରରେ ଆସି ନିଜକୁ ଭୁଲି ଯାଇଛ। ତୁମେ ଏହା ଭୁଲି ଯାଇଛ କି ତୁମେ ହିଁ ଈଶ୍ୱର। ତୁମେ ଭାବୁଛ କି ମୁଁ ଯଦି ଏହି ନିୟମ ପାଳନ କରିବି ଈଶ୍ୱର ଖୁସି ହବ। ତୁମେ ଭାବୁଛ ଯଦି ମୁଁ ପୂଜା କରିବି, ଯଦି ମୁଁ ଉପବାସ କରିବି, ଯଦି ମୁଁ ବ୍ରତ କରିବି ଭଗବାନ ଖୁସି ହବ। ଯଦି ତୁମେ ଈଶ୍ୱରକୁ ପାଇବା ପାଇଁ ନିୟମ ମାନୁଛ, ସେ ନିୟମ ଯେତେ କଠିନ ହେଇଥାଉ, ସେ ନିୟମ ଯେତେ ବଡ଼ ହେଇଥାଉ, ସବୁ କିଛି ବ୍ୟର୍ଥ ହୋଇଯିବ। ଈଶ୍ୱରକୁ ପାଇବା ପାଇଁ ଯେଉଁ ନିୟମ ଆଜି ପର୍ଯ୍ୟନ୍ତ ତିଆରି କରାଯାଇଛି ସବୁ କିଛି ବ୍ୟର୍ଥ ହୋଇଯାଇଛି। କାରଣ ଈଶ୍ୱର ଆଉ କୋଉଠି ନାହିଁ, ସେ ତୁମରି ଭିତରେ ବସିଛି, ତୁମରି ଭିତରେ ଅଛି। ଯେଉଁ ଈଶ୍ୱରକୁ ତୁମେ ଖୋଜୁଛ, ସମଗ୍ର ଦୁନିଆ ଖୋଜୁଛି, ସେ ଈଶ୍ୱର ଏଇ ମୁହୂର୍ତ୍ତରେ ଅଛି। ମୋ କଥାକୁ ବିଶ୍ୱାସ କର, ଏଇ ମୁହୂର୍ତ୍ତରେ ସେ ଅଛି। ଯଦି ତୁମେ ବର୍ତ୍ତମାନରେ ରହିବ, ଯଦି ତୁମେ ଏଇ ମୁହୂର୍ତ୍ତରେ ରହିବ, ପ୍ରତ୍ୟେକ କ୍ଷଣରେ ସେ ଈଶ୍ୱରକୁ ଦେଖିପାରିବ। କର୍ମ କରିବା ଆବଶ୍ୟକ। ଡୁ ୟୋର ଡ୍ୟୁଟି। ତୁମର କର୍ମ କର, ଫଳ ଉପରେ ଆଶା ରଖନି। ତୁମର ଅଧିକାର କେବଳ କର୍ମ ଉପରେ ଅଛି। ଶ୍ରୀକୃଷ୍ଣ ଏଠାରେ ଅର୍ଜୁନକୁ କର୍ମ ସନ୍ନ୍ୟାସ ଶିଖାଉଛନ୍ତି। କର୍ମ ସନ୍ନ୍ୟାସକୁ ପ୍ରାୟ କିଛି ଲୋକ ଭାବନ୍ତି କି ସବୁ କିଛି ଛାଡ଼ିଦେବା, ସନ୍ନ୍ୟାସୀ ହୋଇଯିବା, ସବୁ କିଛି ଛାଡ଼ି ହିମାଳୟ ପଳେଇବା, ସବୁ କିଛି ଛାଡ଼ି ଜଙ୍ଗଲକୁ ପଳେଇବା। ଏ ଜୀବନ ଗୋଟେ ନାଟକ, ସମାଜର ନାଟକ, ଘର ଗୃହସ୍ଥିର ନାଟକ, ବଜାରର ନାଟକ। କୁଆଡ଼େ ଯିବ? ଯୁଆଡ଼େ ବି ଯିବ ତମକୁ ସେଠି ବି ଅଭିନୟ କରିବାକୁ ପଡ଼ିବ। ତ ଜୀବନ ଠାରୁ ଲୁଚିବା ଅପେକ୍ଷା, କର୍ମ ଠାରୁ ଲୁଚିବା ଅପେକ୍ଷା 100 ଗୁଣା ଭଲ ପ୍ରତିଭାଶାଳୀ ଅଭିନେତା ହେଇଯାଅ। ଯଦି ଏ ଜୀବନ ଗୋଟେ ଅଭିନୟ, ତୁମେ ପ୍ରତିଭାଶାଳୀ ଅଭିନେତା କାହିଁକି ହବନି? ତୁମକୁ ପ୍ରତ୍ୟେକ ମୁହୂର୍ତ୍ତରେ କର୍ମ ତ କରିବାକୁ ପଡ଼ିବ। ତମେ ନ ଚାହିଁଲେ ବି ତୁମେ ନିଶ୍ୱାସ ନଉଛ, ଭୋକ ହେଲେ ଖାଦ୍ୟ ଖାଉଛ। ତାକୁ କ'ଣ ତୁମେ ବୋଝ ବୋଲି ଭାବୁଛ କି? ଯୋଉଦିନ ତୁମେ ଭାବିଦେବ କି ନିଶ୍ୱାସ ନେବା ବୋଝ, ହୁଏତ ସେଦିନ ତୁମେ ଏ ଦୁନିଆରେ ନଥିବ। କର୍ମ ସନ୍ନ୍ୟାସର ଅର୍ଥ ହେଉଛି ମୁଁ ସବୁ କିଛି କରିବି କିନ୍ତୁ କୌଣସି କର୍ମର ଶ୍ରେୟ ନେବିନି। ମୁଁ ସବୁ କିଛି କରିବି
କିନ୍ତୁ କୌଣସି ଫଳରେ ବାନ୍ଧି ହେବିନି। ଯଦି ଏ ଜୀବନ ଗୋଟିଏ ନାଟକ, ଯଦି ତୁମକୁ ସବୁ ସ୍ଥିତିରେ ଅଭିନୟ କରିବାକୁ ପଡ଼ିବ, ତେବେ ତୁମେ ଗୋଟେ ପ୍ରତିଭାଶାଳୀ ଅଭିନେତା କାହିଁକି ନ ହବ? କିନ୍ତୁ ଅଭିନୟ କର, ଏହା ଜାଣିକି ଅଭିନୟ କର କି ମୁଁ ଅଭିନୟ କରୁଛି। ହୋସରେ, ଚେତାରେ ଅଭିନେତା ହୁଅ। ଯଦି ତୁମେ ବେହୋସ ଅବସ୍ଥାରେ ଅଭିନୟ କରିବ, ତେବେ ତୁମେ ବାରମ୍ବାର ଫସିବ, ବାରମ୍ବାର ଧୋକା ଖାଇବ, ବାରମ୍ବାର ନିଜକୁ ଧିକ୍କାର କରିବ। ଯଦି ତୁମେ ହୋସରେ ରହିବ, ଯଦି ତୁମେ ଚେତାରେ ରହିବ, ଯଦି ତୁମେ ନିଜ ସହିତ ସ୍ଥିର ହୋଇ ତୁମେ କର୍ମ କରିବ, ଫଳକୁ ଆଶା କରିବନି, ଫଳ ଦ୍ୱାରା ବାନ୍ଧି ହବନି, ଫଳ ପ୍ରତି ଲୋଭ ନ ରଖିବ, ତମେ ଧୀରେ ଧୀରେ ଏହା ଦେଖିବ ଏ ଜୀବନ ଗୋଟେ ନାଟକ, ଏ ଜୀବନ ଗୋଟେ ଡ୍ରାମା ପରି ତୁମକୁ ଅନୁଭବ ହେବା ଆରମ୍ଭ ହୋଇଯିବ। ତୁମକୁ କ'ଣ ଲାଗୁଛି? ସନ୍ନ୍ୟାସୀ ହେଇଗଲେ, ଜଙ୍ଗଲକୁ ଚାଲିଗଲେ ତୁମେ ସଂସାରର ମାୟାରୁ ବଞ୍ଚିଯିବ? ସଂସାରକୁ ତୁମ ମନରୁ କାଢ଼ିଦବ? ନା, ଯେ ପର୍ଯ୍ୟନ୍ତ ତୁମେ ସଂସାରର ଦୁଃଖ ଭୋଗିନ, ସେ ପର୍ଯ୍ୟନ୍ତ ସଂସାର ଠାରୁ ତୁମେ ଦୂରେଇ ପାରିବନି। ସଂସାରର ଦୁଃଖକୁ ଭୋଗିଲା ପରେ ତ ତୁମେ ଜାଣିବ ଏଠି ସବୁ କିଛି ବ୍ୟର୍ଥ, ମୁଁ ସବୁ କିଛି ପାଇକି ବି ସବୁ କିଛି ହରେଇ ଦେଇଛି। ସେତେବେଳେ ଜାଣିବ କି ଏ ସଂସାରରେ କିଛି ନାହିଁ, ସବୁ କିଛି ଭିତରେ ଅଛି। ସେତେବେଳେ ଜଣେ ଧ୍ୟାନୀ ଭିତରକୁ ପ୍ରବେଶ କରେ, ଯେତେବେଳେ ତାକୁ ଏହା ଫିଲ୍ ହେବା ଆରମ୍ଭ ହୋଇଯାଏ କି ଏ ସଂସାରରେ ଯଦି ମୁଁ ସବୁ କିଛି ବି ହାସଲ କରିନିଏ, ତେବେ ସବୁ କିଛି ହରେଇ ଦେବା ବି ସହଜ। ସେତେବେଳେ ସିଏ ନିଜ ଭିତରକୁ ପ୍ରବେଶ କରେ। ତୁମେ ଭାଗ୍ୟବାନ କି ତୁମେ ପର କଥାରେ ବିଶ୍ୱାସ କରନି। ଯଦି ତୁମେ ମୋ କଥା ମାନିଦବ, ଏହା ତ ଅଲୌକିକ ହୋଇଯିବ, ସତ୍ୟ ବି ଧାରରେ ଦେବାକୁ ପଡ଼ିବ। ନିଜେ ଅନୁଭବ କର, ସମଭାବ, ଷ୍ଟେ ବାଲାନ୍ସଡ, ଅର୍ଥାତ୍ ସଫଳତା ଆସୁ କି ବିଫଳତା ଆସୁ, ଖୁସି ଆସୁ କି ଦୁଃଖ ଆସୁ, ସବୁ ସମୟରେ ଶାନ୍ତ ଓ ସମତା ରହେ। ଯିଏ ଯୋଗୀ, ସେ ତ ଜାଣିଯାଏ ଏ ସଂସାରରେ ସବୁ କିଛି ପାଇକି ବି ସବୁ କିଛି ବ୍ୟର୍ଥ, ନା ତାର ଦୁଃଖରେ ଦୁଃଖୀ ହବ, ନା ସେ ସୁଖରେ ସୁଖୀ ହବ। ତାର ଦୁଃଖ ଆସୁ କି ସୁଖ ଆସୁ, ଫୁଲ ଭରା ରାସ୍ତା ହଉ କି କଣ୍ଟା ଭରା ରାସ୍ତା ହଉ, ସେ କୋଉଠି ଫସିବନି, କୋଉଠି ବାନ୍ଧି ହବନି, କୋଉଠି ଛନ୍ଦି ହବନି। ସେ ପ୍ରତ୍ୟେକ ଜିନିଷକୁ ସାକ୍ଷୀ ଭାବେ ରହି ଦେଖିବ, ଦ୍ରଷ୍ଟା ଭାବରେ ଦେଖିବ, ସେଠୁ ଚାଲିଯିବ, ନିଜକୁ ମୁକ୍ତି କରିଦେବ। ସ୍ଥିତ ପ୍ରଜ୍ଞ, ଯେପରି ସବୁ ନଈ ବହିଯାଇ ସମୁଦ୍ରରେ ମିଶିଛି, ସମୁଦ୍ରରେ ମିଶିଲା ପରେ ମଧ୍ୟ ସମୁଦ୍ର କେବେ ନିଜକୁ ଫୁଲାଏ ନାହିଁ, ତାକୁ ସ୍ଥିତ ପ୍ରଜ୍ଞ କୁହାଯାଏ। ଯେଉଁ ବ୍ୟକ୍ତି ରାଗ, ଭୟ, ଲୋଭ ଛାଡ଼ି ଦେଇଛି, ସମସ୍ତ ପରିସ୍ଥିତିରେ ଶାନ୍ତ ରହେ, ସେହି ଲୋକକୁ ସ୍ଥିତ ପ୍ରଜ୍ଞ କୁହାଯାଏ। ଅର୍ଥାତ୍ ଯାହାକୁ କୌଣସି ପରିସ୍ଥିତି ନିଜ ଅନ୍ତର୍ଗତ କରିପାରେ ନାହିଁ, ଯାହାକୁ ଖୁସି କେବେ ଲୋଭ ଦେଇପାରେନି, ଯାହାକୁ ସୁଖ କେବେ ଲୋଭ ଦେଇପାରେନି, ଯାହାକୁ ଦୁଃଖ କେବେ ଭିତରୁ ଭାଙ୍ଗି ଦେଇପାରେନି, ସିଏ ହିଁ ସ୍ଥିତ ପ୍ରଜ୍ଞ। ଆଉ ସ୍ଥିତ ପ୍ରଜ୍ଞ ହିଁ ସବୁଠୁ ଶକ୍ତିଶାଳୀ ଅବସ୍ଥା। ଷଷ୍ଠ ଶିକ୍ଷା, ମନର ନିୟନ୍ତ୍ରଣ। ମନ ବହୁତ ଚଞ୍ଚଳ। ଯଦି ମନକୁ ନିୟନ୍ତ୍ରଣ ନ କରାଯାଏ, ଜୀବନ ଭୁଲ ଦିଗରେ ଯାଏ। ଧ୍ୟାନ ଓ ଅଭ୍ୟାସ ଦ୍ୱାରା ମନକୁ ଶାନ୍ତ କରାଯାଏ।
ତୁମେ ସର୍ବଦା ଏହା ଭାବିଥାଅ, କାଶ କାଲି ଏପରି ହୋଇନଥିଲେ ଆଜି ମୁଁ ବହୁତ ସୁଖୀ ଥାନ୍ତି, ବହୁତ ଭଲରେ ଥାନ୍ତି, ବହୁତ ଆନନ୍ଦ ଉପଭୋଗ କରିଥାନ୍ତି। ଯାହା ଘଟି ସାରିଛି ତାହା ଉପରେ ପଶ୍ଚାତାପ କରିବା ମୂର୍ଖତା, କାରଣ ତାକୁ ବଦଳେଇ ହବ ନାହିଁ। ପୁଣି ତୁମେ ଭବିଷ୍ୟତ ଆଡ଼କୁ ଧାଉଁଛ, ପୁଣି ଭାବୁଛ କି କାଲି ମୁଁ ନିଶ୍ଚିନ୍ତ ଖୁସି ହେବି, କାଲି ମୁଁ ନିଶ୍ଚିନ୍ତ ସୁଖରେ ରହିବି। ବାସ୍ତବରେ ଦେଖିଲେ ଏହି କାଲି କେବେ ଆସେନି। ଯାହା ଆସେ ତାହା ଆଜି ହୋଇ ଆସେ। ପୁଣି ତୁମେ ନୂଆ କାଲିର ଯୋଜନା ବନାଅ। ଏହା ହିଁ ମନର ଦାସତ୍ୱ। ପ୍ରତ୍ୟେକ କ୍ଷଣରେ ତୁମ ମନ ତୁମକୁ ଯେମିତି ଚାହୁଁଛି ସେମିତି ନ ଚାହୁଁଛି, କେତେବେଳେ ଅତୀତର କଥା ଭାବିବାକୁ ଦଉଛି ତ କେତେବେଳେ ଭବିଷ୍ୟତର ଚିନ୍ତାରେ ନେଇ ଫସଉଛି। ତୁମେ କେତେବେଳେ ଅତୀତରେ ରହୁଛ ତ କେତେବେଳେ ଭବିଷ୍ୟତରେ ରହୁଛ। କିନ୍ତୁ ମନ ତୁମକୁ କେବେ ସେ ଜାଗାରେ ରହିବା ପାଇଁ ଦେଉନାହିଁ ଯେଉଁ ଜାଗାରେ ଜୀବନ ଅଛି। ତୁମେ ସର୍ବଦା ଅତୀତର ବୋଝ ବହୁଛ, ନଚେତ ଆସନ୍ତାକାଲିର ଚିନ୍ତା କରୁଛ। ଏହାଦ୍ୱାରା କ'ଣ ହଉଛି? ଏହାଦ୍ୱାରା ତୁମର ସବୁ ଶକ୍ତି ବ୍ୟର୍ଥ ହେଇଯାଉଛି। ଏହାର ସମାଧାନ କେବଳ ଗୋଟିଏ, ତାହା ହେଉଛି ଧ୍ୟାନ। ନିଜ ଭିତରେ ଥିବା ଦ୍ରଷ୍ଟାକୁ ଜଗାଅ। କେବଳ ଦେଖ କି ଏହି ମନ କିପରି ତୁମକୁ ବୋକା ବନାଉଛି। ଏହି ମନ କିପରି ପ୍ରତ୍ୟେକ ମୁହୂର୍ତ୍ତରେ ପରିବର୍ତ୍ତନ ହେଉଛି, କିପରି ପ୍ରତ୍ୟେକ ମୁହୂର୍ତ୍ତରେ ତୁମକୁ ତାର ପ୍ରପଞ୍ଚ ଭିତରେ ଫସାଉଛି। ଯେଉଁ ସମୟରେ ତୁମେ ମନ ସହିତ ଜଡ଼ିତ ନ ହୋଇ ମଧ୍ୟ ମନର ସବୁ ପ୍ରପଞ୍ଚକୁ ଜାଣିପାର, ସବୁ ଭାବନାକୁ ଦେଖିପାର, ସେତେବେଳେ ଜାଣିଯିବ କି ତୁମେ ବର୍ତ୍ତମାନରେ ଅଛ। ବର୍ତ୍ତମାନ କେବଳ ଏଇ ମୁହୂର୍ତ୍ତକୁ ବୁଝାଏ, ବାକି ସବୁ ମନର ଜାଲ, ମନର ଖେଳ। ଏହି ଯେଉଁ ଧ୍ୟାନ, ଏହି ଧ୍ୟାନ କେବଳ ନିସଙ୍ଗ ଅବସ୍ଥାରେ ହେଇପାରେ ଯେତେବେଳେ ତୁମେ ଏକା ଥାଅ। ତୁମେ ଯେତେବେଳେ ଏକା ଥାଅ ସେତେବେଳେ ତୁମେ କେବଳ ନିଜକୁ ହିଁ ଶୁଣିପାର, ନିଜର ମନର ଅବସ୍ଥାକୁ ଦେଖିପାର, ମନ କୋଉ ମୁହୂର୍ତ୍ତରେ କୋଉ ଦିଗକୁ ଯାଉଛି ତୁମେ ଜାଣିପାର। ଯଦି ତୁମେ ଏକା ରହିବା ଆରମ୍ଭ କରିଦେବ, ତୁମେ ଧୀରେ 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 ଧ୍ୟାନ ଭିତରେ ପ୍ରବେଶ କରିବା ଆରମ୍ଭ କରିଦେବ। ଯଦି ମୋତେ କେହି ପଚାରେ ମୋ ଜୀବନର ସବୁଠାରୁ ସୁନ୍ଦର ମୁହୂର୍ତ୍ତ କୋଉଟା, ମୁଁ ମୋ ଜୀବନର ନିସଙ୍ଗ କାହାଣୀ ଶୁଣେଇବି। ସେଇ ସମୟଟି ମୋତେ ବହୁତ ଶକ୍ତିଶାଳୀ କରିଛି। ସେଇ ସମୟରେ ମୁଁ ମୋ ନିଜକୁ ପାଇଛି। ଏକା ସମୟରେ ମୁଁ ମୋ ନିଜ ଭିତରେ ଥିବା ଚେତନାକୁ ପାଇଛି। ଧ୍ୟାନ ପାଇଁ ଯଦି ସବୁଠୁ ଶ୍ରେଷ୍ଠ ମୁହୂର୍ତ୍ତ କିଛି ଥାଏ, ଲୋକ କୁହନ୍ତି ବ୍ରହ୍ମ ମୁହୂର୍ତ୍ତରୁ ଉଠିବା ହିଁ ସବୁଠୁ ଶ୍ରେଷ୍ଠ ମୁହୂର୍ତ୍ତ। ଲୋକ କୁହନ୍ତି ବ୍ରହ୍ମ ମୁହୂର୍ତ୍ତରେ ଧ୍ୟାନ କରିବା ହିଁ ସବୁଠୁ ଶ୍ରେଷ୍ଠ ଅଟେ। ତୁମେ ଯେଉଁ ସମୟରେ ଏକା ଅଛ, ଯେଉଁ ସମୟରେ ନିଜ ସହିତ ଅଛ, ସେହି ସମୟ ହିଁ ବ୍ରହ୍ମ ମୁହୂର୍ତ୍ତ। ଏବେ ଆସିବା ଦ୍ୱିତୀୟ ଅଧ୍ୟାୟର ସାରକୁ, ଅର୍ଥାତ୍ ସାଂଖ୍ୟ ଯୋଗରେ ଆମେ କ'ଣ ଶିଖିଲେ? ପ୍ରଥମେ ଶିଖିଲେ ଆମେ ଆତ୍ମା କେବେ ମରେନି। ଦ୍ୱିତୀୟ, ସମତା ରଖିବା ହିଁ ଜୀବନର ସଫଳତା। ମନ କଣ୍ଟ୍ରୋଲ କରିବା ଦରକାର। ଯଦି ମନକୁ ଆମେ କଣ୍ଟ୍ରୋଲ କରିବା, ମନକୁ କଣ୍ଟ୍ରୋଲ କରିବାର ଅର୍ଥ, ମନକୁ କେବେ କେହି କଣ୍ଟ୍ରୋଲ କରିପାରନ୍ତିନି। ମନକୁ କେହି ଜୋର ଜବରଦସ୍ତି ଟାଣିକି ଆଣି ତମେ ବସେଇ ପାରିବନି। ମନ ବହୁତ ଶକ୍ତିଶାଳୀ। ମନର ରୀତିଗତିକି କେବଳ ଦେଖାଯାଇପାରିବ। ମନର
କାର୍ଯ୍ୟକଳାପକୁ କେବଳ ଲକ୍ଷ୍ୟ କରାଯାଇପାରିବ, କିନ୍ତୁ ମନକୁ କଣ୍ଟ୍ରୋଲ କରାଯାଇପାରିବନି। ଯଦି ତୁମେ ମନର ଭାବନାକୁ ଦେଖିବ, ମନର ରୀତିଗତିକୁ ଦେଖିବ, ମନ ଆପେ ଆପେ ଶାନ୍ତ ହୋଇଯିବ। ଯଦି ତୁମେ ମନର ରୀତିଗତି ସହିତ ଜଡ଼ିତ ହେବ, ତେବେ ତୁମେ ପୁଣି ଥରେ ଫସିଯିବ। ସେଥିପାଇଁ ମନର ଭାବନାକୁ ଦେଖ, ନିଜ ଭିତରେ ଉଠୁଥିବା ପ୍ରତ୍ୟେକ ଭାଇବ୍ରେସନକୁ ଦେଖ। ଏକା ବସିବା ଆରମ୍ଭ କର। ନିଜ ଶରୀର କ'ଣ କରୁଛି, ନିଜ ମନ କ'ଣ ଭାବୁଛି, ନିଜ ନିଶ୍ୱାସ କେମିତି ଚାଲୁଛି, ଏହା ହିଁ ଧ୍ୟାନ, ଏହା ହିଁ ବ୍ରହ୍ମ ଜ୍ଞାନ। ଯଦି ତୁମକୁ ଏହି ଭିଡ଼ିଓ ଭଲ ଲାଗିଛି, ଏହି ଭିଡ଼ିଓକୁ ଲାଇକ୍ କର, ଏହି ଚ୍ୟାନେଲକୁ ସବସ୍କ୍ରାଇବ କର। ତୁମେ ଏହି ଭିଡ଼ିଓକୁ ତୁମ ସାଙ୍ଗସାଥୀ ସମସ୍ତଙ୍କୁ ସେୟାର କର। ବହୁତ ବହୁତ ଧନ୍ୟବାଦ।